ନମସ୍କାର, ମୁଁ ବୀରେଶ୍ୱର ମହାନ୍ତି। ମୋ ମନ କଥାର 122ତମ ଅଧ୍ୟାୟକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି। ଗତ ଅଧ୍ୟାୟରେ ଆମେ ବିଶ୍ୱକପ୍ ପୁରୁଷ ହକି ବାବଦରେ କିଛି ଆଲୋଚନା କରିଥିଲେ। ଏଥର ଆମେ ମହିଳା ବିଶ୍ୱକପ୍ ହକି ବାବଦରେ ଆଲୋଚନା କରିବା। ଏହି ମହିଳା ବିଶ୍ୱକପ୍ ହକି ର 16ତମ ସଂସ୍କରଣ ବର୍ତ୍ତମାନ ନେଦରଲ୍ୟାଣ୍ଡସ ଏବଂ ବେଲଜିୟମରେ ମିଳିତ ଭାବରେ ସେ ଦୁଇଟି ଦେଶ ଏହି ଖେଳକୁ ଆୟୋଜନ କରୁଛନ୍ତି। ଏଇଟା 16ତମ ସଂସ୍କରଣ। ଏଥିରେ 16ଟି ଦେଶ ଯୋଗ ଦେଇଛନ୍ତି। ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଏ ଖେଳକୁ ଆୟୋଜନ କରେ। 1974 ମସିହାରେ ପ୍ରଥମେ ଏହି ମହିଳା ବିଶ୍ୱକପ୍ ହକି ଆରମ୍ଭ କରାଯାଇଥିଲା। ପ୍ରଥମେ ଯେତେବେଳେ ଏହା ଆରମ୍ଭ କରାଯାଇଥିଲା ସେତେବେଳେ ଏହା ପ୍ରତି 4 ବର୍ଷରେ ପ୍ରତି 2 ବର୍ଷରେ ଥରେ ଆୟୋଜନ କରାଯାଉଥିଲା। କିନ୍ତୁ 1986 ମସିହା ପରଠୁ ଏହା ପ୍ରତି 4 ବର୍ଷରେ ଆୟୋଜନ କରାଯାଉଛି। ପ୍ରଥମେ ଏହା ପ୍ରତି 2 ବର୍ଷରେ ଆୟୋଜନ କରାଯାଉଥିଲା। ବର୍ତ୍ତମାନ ଏହା ପ୍ରତି 4 ବର୍ଷରେ ଆୟୋଜନ କରାଯାଉଛି। ଏ ବର୍ଷ ଖେଳରେ 16ଟି ଦଳ ଯୋଗ ଦେଇଛନ୍ତି। ଆମେ ଏହି ଆଲୋଚନା ପରେ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରଖିବା। ତା ପୂର୍ବରୁ ଗୋଟେ ଓମେନ୍ସ ମହିଳା ବିଶ୍ୱକପ୍ ହକି ବାବଦରେ ଗୋଟିଏ ବହୁ ଚର୍ଚ୍ଚିତ ଘଟଣା ମୁଁ ଆଲୋଚନା ଏଠାରେ କରୁଛି। 2018 ଯେତେବେଳେ ମହିଳା ବିଶ୍ୱକପ୍ ହକି ଚାଲିଥିଲା ସେତେବେଳେ ଯେଉଁ 16ଟି ଦଳ ସେଥିରେ ଥିଲେ, ସେଥିରେ ସେମାନଙ୍କ ଭିତରେ ର୍ୟାଙ୍କିଙ୍ଗ ହିସାବରେ ସବୁଠୁ ତଳେ ଥିଲେ ଆୟାରଲ୍ୟାଣ୍ଡ। ଅର୍ଥାତ୍ ଆୟାରଲ୍ୟାଣ୍ଡ 16ତମ ସ୍ଥାନରେ ଥିଲା। କିନ୍ତୁ ଆୟାରଲ୍ୟାଣ୍ଡ ସେ ବର୍ଷ ଏପରି ଖେଳ ପ୍ରଦର୍ଶନ କଲା, ସେ ଫାଇନାଲକୁ ଚାଲିଗଲା। ଆୟାରଲ୍ୟାଣ୍ଡ ଏପରିକି କ୍ୱାର୍ଟର ଫାଇନାଲରେ ଇଣ୍ଡିଆକୁ ମଧ୍ୟ ପରାସ୍ତ କରିଥିଲା। ସବୁଠୁ ତଳେ ଥିବା ଦେଶଟିଏ ଫାଇନାଲ ପର୍ଯ୍ୟନ୍ତ ଗଲା। ଅବଶ୍ୟ ଫାଇନାଲରେ ନେଦରଲ୍ୟାଣ୍ଡ 6-0ରେ ଆୟାରଲ୍ୟାଣ୍ଡ ହାରି ଯାଇଥିଲା। କିନ୍ତୁ ଜଣେ ସବୁଠାରୁ ତଳ ସ୍ଥାନରେ ଥିବା ଦଳଟିଏ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବା ଗୋଟିଏ ଚର୍ଚ୍ଚାର ବିଷୟ। ବିଶ୍ୱକପ୍ ହକି ମହିଳାମାନଙ୍କର ଯେଉଁ ହେଉଛି ସେ ସମ୍ବନ୍ଧରେ ଏ ବିଷୟଟି ସବୁବେଳେ ଚର୍ଚ୍ଚାର ପରିସରକୁ ଆସିଥାଏ। ଆମେ ବର୍ତ୍ତମାନ କିଛି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରିବା। ଆମେ ଜାଣିଲେ ଯେ 1974 ମସିହାରେ ପ୍ରଥମେ ମହିଳା ବିଶ୍ୱକପ୍ ହକି ଆରମ୍ଭ ହୋଇଥିଲା। ସେ ଫ୍ରାନ୍ସରେ ଖେଳାଯାଇଥିଲା। ତେବେ ମୋର ପ୍ରଶ୍ନ ହେଉଛି ଯେ ସେ ଖେଳରେ ପ୍ରଥମ ମହିଳା ବିଶ୍ୱକପ୍ ହକି ଖେଳରେ କିଏ ଚମ୍ପିୟନ ହେଇଥିଲେ? ପ୍ରଥମ ମହିଳା ବିଶ୍ୱକପ୍ ହକି ଖେଳରେ କିଏ ଚମ୍ପିୟନ ହେଇଥିଲେ? ସେଥିରେ ଚମ୍ପିୟନ ହେଇଥିଲେ ନେଦରଲ୍ୟାଣ୍ଡସ। ନେଦରଲ୍ୟାଣ୍ଡସ ଖୁବ୍ ଉଚ୍ଚମାନର ଖେଳ ପ୍ରଦର୍ଶନ କରି ପ୍ରଥମ ମହିଳା ବିଶ୍ୱକପ୍ ହକିରେ ଚମ୍ପିୟନ ହେଇଥିଲେ। ଆଚ୍ଛା, ବର୍ତ୍ତମାନ ଆମେ ଦେଖୁଛୁ ବର୍ତ୍ତମାନ 15 ଥର ଖେଳା ଯାଇକି ବର୍ତ୍ତମାନ 16 ଥର ବିଶ୍ୱକପ୍ ହକି ମହିଳାଙ୍କର ଖେଳାଯାଉଛି। ତାହେଲେ ଏଥିରେ ସବୁଠୁ ବେଶୀ ଥର କିଏ ଚମ୍ପିୟନ ହେଇଛନ୍ତି? ସବୁଠୁ ଭଲ ଖେଳ ପ୍ରଦର୍ଶନ କରି ସବୁଠୁ ବେଶୀ ଚମ୍ପିୟନ କିଏ ହେଇଛନ୍ତି? ସେ ବି ସେଇ ନେଦରଲ୍ୟାଣ୍ଡସ 9 ଥର ଚମ୍ପିୟନ ହେଇଛନ୍ତି। ଖୁବ୍ ଭଲ ଫଳ ପ୍ରଦର୍ଶନ କରିଛନ୍ତି ସେମାନେ ୱାର୍ଲଡ କପ୍ ବିଶ୍ୱକପ୍ ମହିଳା ହକିରେ। ଆଚ୍ଛା, ଆଉ ଏକ ପ୍ରଶ୍ନ ହେଉଛି ଭାରତ କେବେ ମହିଳା ବିଶ୍ୱକପ୍ ହକିରେ ଚମ୍ପିୟନ ହେଇଛି କି? ଭାରତ କେବେ ଚମ୍ପିୟନ ହେବାର ସୁଯୋଗ ପାଇନାହିଁ। ଭାରତର ସର୍ବଶ୍ରେଷ୍ଠ ଖେଳ ସେ ପ୍ରଦର୍ଶନ କରିଛି 1974 ମସିହାରେ, ଯେଉଁଥିରେ ଭାରତ 4ର୍ଥ ସ୍ଥାନରେ ଥିଲା। ଏଣୁ ଏଇଟା ହେଉଛି ଭାରତର ସବୁଠୁ ଭଲ ପ୍ରଦର୍ଶନ, 4ର୍ଥ ସ୍ଥାନ। ବର୍ତ୍ତମାନ ସୁଦ୍ଧା ଭାରତ କେବେ ମହିଳା ବିଶ୍ୱକପ୍ ହକିରେ ଚମ୍ପିୟନ ହେଇନାହିଁ। ବର୍ତ୍ତମାନ ଆମର ଆଉ ଏକ ପ୍ରଶ୍ନ ଆସିବ, ଭାରତ ଟିମ୍ର ମହିଳା ଟିମ୍ ଯେଉଁ ହକି ଖେଳୁଛି, ତାର ଯେଉଁ ଖେଳ ଖେଳିବାକୁ ଯାଇଛନ୍ତି ସେମାନେ, ତାର ଅଧିନାୟକ କିଏ, କ୍ୟାପ୍ଟେନ୍ କିଏ? ତାର କ୍ୟାପ୍ଟେନ୍ ହେଉଛି ସଲିମା ଟେଟେ, ଯାହାଙ୍କର ଘର ହେଉଛି ଝାଡ଼ଖଣ୍ଡରେ।
ସେ ଜଣେ ବହୁ ପୁରୁଣା ଅଭିଜ୍ଞ ଖେଳାଳି। ପ୍ରାୟ ଏପର୍ଯ୍ୟନ୍ତ 150ଟି ଆନ୍ତର୍ଜାତୀୟ ଖେଳ ସେ ଖେଳି ସାରିଲେଣି। ସଲିମା ଟେଟେ ହେଉଛନ୍ତି ବର୍ତ୍ତମାନ ଭାରତର ମହିଳା ହକି ଦଳର କ୍ୟାପ୍ଟେନ୍। ଓଡ଼ିଶାରୁ ବର୍ତ୍ତମାନ ଯେଉଁ ମହିଳା ହକି ଦଳ ଖେଳିବାକୁ ଯାଇଛନ୍ତି ବିଶ୍ୱକପ୍, ସେଥିରେ ଓଡ଼ିଶାରୁ କିଏ ଅଛନ୍ତି? ଓଡ଼ିଶାରୁ 2 ଜଣ ଖେଳାଳି ଅଛନ୍ତି। ଜଣେ ହେଉଛନ୍ତି ସୁନେଲିତା ଟପ୍ନୋ, ଯେ ପ୍ରତିରକ୍ଷା ବିଭାଗର ଖେଳାଳି, ଆଉ ଜଣେ ଜ୍ୟୋତି ଛେତ୍ରୀ। ଏ 2 ଜଣ ଯାକ ଓଡ଼ିଶାରୁ ମିଡଫିଲ୍ଡ ଫିଲ୍ଡର, ଏ 2 ଜଣ ଯାକ ଓଡ଼ିଶାର ଖେଳାଳି। କିନ୍ତୁ ଆମେ ଦେଖିବା ଏଇ ଯେଉଁ ଖେଳ ଗଲା ସାଉଥ ଆଫ୍ରିକା ସାଙ୍ଗରେ ଗୋଟେ ମ୍ୟାଚ୍ ଯାଇଛି ଭାରତର, ସେ ମ୍ୟାଚ୍ରେ ସୁନେଲିତା ଟପ୍ନୋ ଖେଳୁଥିଲେ। ସୁନେଲିତା ଟପ୍ନୋ ମଧ୍ୟ ସେହି ଖେଳରେ ପ୍ରଥମ ଗୋଲଟି ସାଉଥ ଆଫ୍ରିକା ବିରୁଦ୍ଧରେ ଦେଇଥିଲେ। ଆଚ୍ଛା, ବର୍ତ୍ତମାନ ଆଉ ଏକ ପ୍ରଶ୍ନ ଆସୁଛି। ଆମେ ଜାଣୁ ମହିଳା ପୁରୁଷ ହକି ଦଳର ଓଡ଼ିଶାରୁ ଜଣେ ଦିଲ୍ଲୀପ ତିର୍କି ସେ କ୍ୟାପ୍ଟେନ୍ ହେଇଥିଲେ। ଅନ୍ୟ 2 ଜଣ ମଧ୍ୟ କିଛି ଅଳ୍ପ ସମୟ ପାଇଁ ହେଇଥିଲେ, କିନ୍ତୁ ଦିଲ୍ଲୀପ ତିର୍କିଙ୍କ ନାମ ସର୍ବାଗ୍ରେ ଆସେ। ସେହିପରି ମହିଳା ହକି ଦଳର ବିଶ୍ୱକପ୍ରେ ଖେଳୁଥିବା ହକି ଦଳର କେହି କ୍ୟାପ୍ଟେନ୍ ଅଛନ୍ତି କି? ଆଜି ପର୍ଯ୍ୟନ୍ତ କେହି କ୍ୟାପ୍ଟେନ୍ ହେଇଛନ୍ତି କି? ନା, ସେପରି କୌଣସି ଖେଳାଳି ନାହାନ୍ତି। କିନ୍ତୁ 2022 ବିଶ୍ୱକପ୍ରେ ଦୀପ ଗ୍ରେସ୍ ଏକା 2022 ବିଶ୍ୱକପ୍ରେ ଦୀପ ଗ୍ରେସ୍ ଏକା ସେ ଭାଇସ୍ କ୍ୟାପ୍ଟେନ୍ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ। ଆମର ଆଉ ଏକ ପ୍ରଶ୍ନ ହେଉଛି ଯେ ଏଇ ଯେଉଁ ବିଶ୍ୱକପ୍ ହକି ମହିଳାମାନଙ୍କର ହେଉଛି, ସେଥିରେ ଆଜି ପର୍ଯ୍ୟନ୍ତ ସବୁଠୁ ଅଧିକ ଗୋଲ୍ ସ୍କୋର କରିଥିବା ଖେଳାଳି କିଏ? ସବୁଠୁ ଅଧିକ ଗୋଲ୍ ସ୍କୋର କରିଥିବା ଖେଳାଳି ହେଉଛନ୍ତି ମାର୍ତେଜ ପାଉମେନ୍। ସେ 22ଟି ଗୋଲ୍ ଦେଇଛନ୍ତି। ସେ 22ଟିରୁ 16ଟି ଦେଇଛନ୍ତି ସେ ପେନାଲ୍ଟି କର୍ଣ୍ଣରରେ, ଆଉ 6ଟି ପେନାଲ୍ଟି ସୁଟ୍ଆଉଟ୍ରେ ଦେଇଛନ୍ତି। 22ଟି ଗୋଲ୍। ତାଙ୍କର ଫିଲ୍ଡ ଗୋଲ୍ ନାହିଁ, କିନ୍ତୁ ତାଙ୍କ ନାମରେ ସବୁଠୁ ଅଧିକା ଗୋଲ୍ ଦେବାର ରେକର୍ଡ ରହିଛି। ଆଚ୍ଛା, ଆମର ଆଉ ଏକ ପ୍ରଶ୍ନ ହେଲା, ଭାରତର କେଉଁ ଖେଳାଳି ବିଶ୍ୱକପ୍ ହକି ମହିଳାମାନଙ୍କର ମ୍ୟାଚ୍ରେ ସବୁଠାରୁ ବେଶୀ ଗୋଲ୍ ଦେଇଛନ୍ତି? ଭାରତର କେଉଁ ଖେଳାଳି ସବୁଠାରୁ ବେଶୀ ଗୋଲ୍ ଦେଇଛନ୍ତି? ସେ ହେଉଛନ୍ତି ବନ୍ଦନା କଟାରିଆ। ସେ 3ଟି ଗୋଲ୍ ଦେଇଛନ୍ତି। ସେ ଯେତିକି ଖେଳିବାର ସୁଯୋଗ ପାଇଛନ୍ତି ସେହି ଭିତରେ 3ଟି ଗୋଲ୍ ଦେଇଛନ୍ତି। ସେ ଗୋଲ୍ ସେଇଟା ମଧ୍ୟ ସବୁଠାରୁ ତାଙ୍କ ନାମ ରେକର୍ଡ ରହିଛି। ସେ ବେଶୀ ଗୋଲ୍ ଦେଇଛନ୍ତି ବିଶ୍ୱକପ୍ ହକି ମହିଳା ବର୍ଗରେ। କିନ୍ତୁ ସେ 158ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଜଣେ ଅଭିଜ୍ଞ ଖେଳାଳି। ବର୍ତ୍ତମାନ ଆଉ ଏକ ପ୍ରଶ୍ନ ହେଲା, ଭାରତରେ କେବେ ମହିଳା ବିଶ୍ୱକପ୍ ହେଇଛି କି? ଅନୁଷ୍ଠିତ ହେଇଛି କି? ହଁ, ଭାରତରେ ଥରୁଟିଏ ହେଇଛି। 1982 ମସିହାରେ ଭାରତର ମୁମ୍ବାଇରେ, ସେତେବେଳେ ବମ୍ବେ କୁହାଯାଉଥିଲା, ମୁମ୍ବାଇରେ ଏ ଚମ୍ପିଅନସିପ୍ ହେଇଛି ଏବଂ ସେଥିରେ ନେଦରଲ୍ୟାଣ୍ଡସ୍ ମଧ୍ୟ ବିଜୟ ଲାଭ କରିଛି। ଆମେ ଆଜି ମହିଳା ବିଶ୍ୱକପ୍ ବାବଦରେ କିଛି କଥା ହେଲେ। ଅଗଷ୍ଟ 30 ତାରିଖରେ ଏ ଖେଳ ସମାପନ ହେବ ଏବଂ ତାପରେ ଆମେ ମହିଳା ବିଶ୍ୱକପ୍ ହକି ଏବଂ ପୁରୁଷ ବିଶ୍ୱକପ୍ ହକିକୁ ମିଶାଇ ଆଉ ଗୋଟିଏ ଅଧ୍ୟାୟ କରିବା। ଅଗଷ୍ଟ 30 ପରେ ଏ ଅଧ୍ୟାୟ ହେବ। ଆଜି ପାଇଁ ମୋର ଏ ହକି ବାବଦରେ ଏ ଅଧ୍ୟାୟ ଏଇଠି ରହିଲା। ନମସ୍କାର। ଏ ଅଧ୍ୟାୟ ଆପଣମାନଙ୍କୁ କିପରି ଲାଗିଲା? ଯଦି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ ଏବଂ ଆପଣଙ୍କର ସୁଚିନ୍ତିତ ମତାମତ ଦେବେ। ଆଜି ପାଇଁ ଏତିକି। ନମସ୍କାର। ବନ୍ଦେ ଉତ୍କଳ ଜନନୀ। ଜୟ ଜଗନ୍ନାଥ।